ଟିକେ ଉପରୁ କରିଦିଅ ଥୋଡ଼ା ଉପରେ କରିଦିଅ। ଆପଣ ଦେଖିପାରୁଥିବେ ଆମେ ସମସ୍ତଙ୍କ ପାଖରେ ଆଜି ସାଇକେଲ ଅଛି ଆଉ ଏଥିରେ ଯୋଉ ବୋର୍ଡ ଅଛି ସେ ବୋର୍ଡରେ ଲେଖା ହେଇଛି ଫିଟ୍ ଇଣ୍ଡିଆ ଖେଲୋ ଇଣ୍ଡିଆ ଏବଂ ଯାହା ଭାରତ ବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ କରିଛନ୍ତି କି ଭାରତ ବର୍ଷରେ ଆମେ ସ୍ପୋର୍ଟସକୁ ଆପଣେଇ ନେବା, ଆମେ ଖେଳକୁ ଆପଣେଇ ନେବା, ଫିଟନେସକୁ ଆପଣେଇ ନେବା। ତାହା ପାଇଁ ଯୋଗଠୁ ନେଇକି ଭିନ୍ନ ଭିନ୍ନ ଖେଳକୁ ପ୍ରମୋଟ କରିବା ଏବଂ ସାଇକ୍ଲିଂ ମାଧ୍ୟମରେ ନିଜକୁ କେମିତି ଫିଟ୍ ରଖିବା ତାହାର କାର୍ଯ୍ୟକ୍ରମ ସମଗ୍ର ଭାରତ ବର୍ଷରେ ଚାଲିଛି। ମତେ ମନେ ଅଛି ଏବେ ଯେବେ ସଦନ ହେଇଥିଲା ପାର୍ଲାମେଣ୍ଟ ଯାଇଥିଲୁ, ପାର୍ଲାମେଣ୍ଟରେ ସମସ୍ତ ସାଂସଦ ମାନଙ୍କ ବୈଠକ ନେଲା ବେଳକୁ ପ୍ରଧାନମନ୍ତ୍ରୀ ଆମକୁ ଆହ୍ୱାନ କରିଥିଲେ କି ନ୍ୟାସନାଲ ସ୍ପୋର୍ଟସ ଡେରେ ଆମେ ସମସ୍ତେ ଭାଗ ନେବା ଏବଂ ଆମେ 31 ତାରିଖ ଦିନ ଯୋଉଟା କି ରବିବାର ଯୋଉଟା ଆଜି ଆମେ ସମସ୍ତ ସାଂସଦ ସାଇକ୍ଲିଂରେ ଭାଗ ନେବା ଆଉ ଆଞ୍ଚଳିକ ନିବାସୀ ମାନଙ୍କ ସାଙ୍ଗରେ ମୁଖ୍ୟତଃ ଯୁବକ ମାନଙ୍କ ସାଙ୍ଗରେ ସାଇକ୍ଲିଂରେ ଭାଗ ନେବା। ଆଜି ଆମେ ଯୁବକ ମାନଙ୍କ ସାଙ୍ଗରେ ଯେଉଁମାନେ ବହୁତ ସଂଖ୍ୟାରେ ଏଠି ଅଛନ୍ତି ସାଇକେଲ ସାଙ୍ଗରେ ଆମେ ମଧ୍ୟ ତାଙ୍କ ସାଙ୍ଗରେ ସାଇକ୍ଲିଂରେ ଭାଗ ନେବା। ଆମ ସାଙ୍ଗରେ ଏଡିଏମ୍ ଜେନେରାଲ ମଧ୍ୟ ଏଠି ଅଛନ୍ତି, ଆମ ସାଙ୍ଗରେ ଡିଷ୍ଟ୍ରିକ୍ଟ ସ୍ପୋର୍ଟସ ଅଫିସର ଅଛନ୍ତି, ଅନ୍ୟ ଅଧିକାରୀଗଣ ଅଛନ୍ତି। ସମସ୍ତ ଅଧିକାରୀଗଣ ମାନେ ପୁରୀର ଅଧିକାରୀଗଣ, ପୁରୀର ପ୍ରଶାସନ ଆମେ ଦେଖିବାକୁ ଚାହୁଁଛୁ ଯେ ଆମେ ସମସ୍ତେ ଯାହା ସରକାର କହୁଛନ୍ତି ଫିଟନେସ୍ ପ୍ରତି ଆମେ ତତ୍ପର୍ଯ୍ୟ ଅଛୁ, ଫିଟନେସକୁ ଆମେ ଆଗକୁ ବଢେଇବୁ। ମୁଁ ଦେଖୁଛି ଆମର ଏଡିଏମ୍ ଜେନେରାଲ ବି ପୁରା ଫିଟ୍ ଅଛନ୍ତି, ସ୍ପୋର୍ଟସ ଅଫିସର ବି ଫିଟ୍ ଅଛନ୍ତି, ସମସ୍ତେ ଆମର DITR ଅଫିସ ବି ପୁରା ଫିଟ୍ ଅଛି, ଅଫିସ ବି ଫିଟ୍, ଅଫିସର ବି ଫିଟ୍, ସମସ୍ତେ କଲଚର ଅଫିସର ବି ଫିଟ୍ ଅଛନ୍ତି, ସମସ୍ତେ ଫିଟ୍ ଅଛନ୍ତି। ସମସ୍ତେ ସାଇକ୍ଲିଂ କରିବା। ଆସନ୍ତୁ ପୁରୀ ଯୋଉଟା କି ଗୋଟେ ଖେଳର ସ୍ଥଳୀ, ଇଏ କେବଳ ଟୁରିଜମର ସ୍ଥଳୀ ନୁହଁ, ଇଏ ଫିଟନେସ୍ ଆଉ ଖେଳର ସ୍ଥଳୀ, ଇଏ ହେଉଛି ଆମର ଜେଗା ଆଖାଡ଼ାର ସ୍ଥାନ। ତ ସ୍ୱାଭାବିକ ଭାବରେ ଅନନ୍ତ କାଳରୁ ଏଠି ଫିଟନେସ୍ ପାଇଁ ବହୁତ ଉଦ୍ୟମ କରାହଉଛି। ଆଜି ମଧ୍ୟ ସାଇକ୍ଲିଂ କରିକି ଆମେ ଫିଟନେସକୁ ବଢେଇବା। ବହୁତ ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ।